ୟୁଟ୍ୟୁବରେ ଅନେକ ଦିନ ଧରିକି କାମ କଲା ପରେ ମଧ୍ୟ ଚ୍ୟାନେଲରେ 1000 ସବସ୍କ୍ରାଇବ୍ ମଧ୍ୟ ପୂରେଇ ପାରୁନାହାନ୍ତି। ବା ବହୁତ ଗୁଡ଼ିଏ କ୍ରିଏଟର ମାନେ ତ ବର୍ଷ ଯାଏଁ କାମ କଲା ପରେ ମଧ୍ୟ ତାଙ୍କ ଚ୍ୟାନେଲରେ 1000 ସବସ୍କ୍ରାଇବ୍ ମଧ୍ୟ ପୂରେଇ ପାରୁନାହାନ୍ତି। ଯାହାକି ଆପଣମାନେ ଏହି ଭିଡ଼ିଓ ଦେଖିଲା ପରେ ନିହାତି ଭାବରେ ପୂରେଇ ପାରିବେ ଆପଣଙ୍କ ଚ୍ୟାନେଲରେ 1000 ସବସ୍କ୍ରାଇବ୍। ଏବଂ ଆପଣମାନେ 4000 ଘଣ୍ଟା ୱାଚ୍ ଟାଇମ୍ ପୂରେଇକି ମଧ୍ୟ ଆପଣଙ୍କ ୟୁଟ୍ୟୁବ ଚ୍ୟାନେଲକୁ ମୋନେଟାଇଜ ମଧ୍ୟ କରିପାରିବେ ଏବଂ ୟୁଟ୍ୟୁବରୁ ପଇସା ମଧ୍ୟ ଅର୍ନ କରିପାରିବେ। ଆପଣମାନେ କେବଳ ଭିଡ଼ିଓଟିକୁ ଧୈର୍ଯ୍ୟର ସହ ଦେଖନ୍ତୁ ଏବଂ ଭଲ ଭାବରେ ଶିଖନ୍ତୁ କେମିତି ଆପଣମାନେ ଚ୍ୟାନେଲରେ 1000 ସବସ୍କ୍ରାଇବ୍ କମ୍ପ୍ଲିଟ୍ କରିବେ। ୟୁଟ୍ୟୁବରେ ଏମିତି ଯଦି ଭିଡ଼ିଓ ଯଦି ବନେଇ ଚାଲିବେ ତାହେଲେ କେବେ ମଧ୍ୟ ଚ୍ୟାନେଲରେ ସବସ୍କ୍ରାଇବଟି ବଢ଼ିବ ନାହିଁ କି କମ୍ପ୍ଲିଟ୍ ମଧ୍ୟ ହେବ ନାହିଁ 1000। ଆପଣମାନଙ୍କୁ ମୁଁ ଏହି ଭିଡ଼ିଓରେ ଯାହା ବତାଉଛି ସେମିତି ଆପଣମାନଙ୍କୁ ମାନିବାକୁ ପଡ଼ିବ, ତାହେଲେ ଯାଇକି ଆପଣଙ୍କ ଚ୍ୟାନେଲରେ 1000 ସବସ୍କ୍ରାଇବ୍ କମ୍ପ୍ଲିଟ୍ ହେଇଯିବ। ଆପଣମାନେ ଯଦି ଭାବୁଛନ୍ତି କି ଆପଣଙ୍କ ଚ୍ୟାନେଲରେ ମୁଁ ନିଜେ ହିଁ ଯାହାକି ସବସ୍କ୍ରାଇବଟି ବଢ଼େଇ ଦେବି ତାହେଲେ ଆପଣମାନେ ଭୁଲ ଭାବୁଛନ୍ତି। ତାହେଲେ ଆପଣମାନେ ଭିଡ଼ିଓଟିକୁ ଛାଡ଼ିକି ମଧ୍ୟ ଯାଇପାରନ୍ତି, କାହିଁକି ନା ଫ୍ରେଣ୍ଡସ୍ ଆପଣମାନଙ୍କ ପାଇଁ ଏହି ଭିଡ଼ିଓଟି ନୁହେଁ। ଯେଉଁମାନେ କି ପରିଶ୍ରମ କରିବାକୁ ଚାହୁଁଛନ୍ତି ବା ନିଜେ ଭିଡ଼ିଓ ବନାଇବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଭିଡ଼ିଓଟି ମୁଁ ବନେଇଛି କି ଆପଣମାନେ କେମିତି ପରିଶ୍ରମ କରିକି ବା ଭଲ ଭିଡ଼ିଓ ବନେଇକି ଆପଣମାନେ କେମିତି ଆପଣଙ୍କ ଚ୍ୟାନେଲରେ 1000 ସବସ୍କ୍ରାଇବ୍ କମ୍ପ୍ଲିଟ୍ କରିବେ। ଯାହାକି ଆପଣମାନେ ସେମିତି ଯଦି ଭାବୁଛନ୍ତି ତାହେଲେ ଭିଡ଼ିଓଟିକୁ ପୁରା ଦେଖନ୍ତୁ ଏବଂ ଭଲ ଭାବରେ ଶିଖନ୍ତୁ। ଭିଡ଼ିଓକୁ ଷ୍ଟାର୍ଟ କରିବା ପୂର୍ବରୁ ମୋ ବିଷୟରେ ଟିକେ ଜାଣି ନିଅନ୍ତୁ। ମୋ ନାମ ହେଉଛି କାନୁ ମାଝୀ, ମୁଁ କଳାହାଣ୍ଡି ଡିଷ୍ଟ୍ରିକ୍ଟରେ ରୁହେ। ଆପଣମାନଙ୍କ ଚ୍ୟାନେଲରେ ଯଦି ଗୁଗଲ ଆଡସେନ୍ସ ପ୍ରୋବ୍ଲେମ୍ ଯଦି ଅଛି ତାହେଲେ ନିହାତି ଭାବରେ ଆମ ସହିତ କଣ୍ଟାକ୍ଟ କରିପାରିବେ। ମୁଁ ଡିସ୍କ୍ରିପ୍ସନରେ ମୁଁ ଇନଷ୍ଟାଗ୍ରାମ ଲିଙ୍କ୍ ମଧ୍ୟ ଦେଇଦେଇଛି, ଯାହାକି ଆପଣମାନେ ମୋ ଇନଷ୍ଟାଗ୍ରାମରେ କମେଣ୍ଟ କରିପାରିବେ। ଆପଣଙ୍କର କମେଣ୍ଟର ମୁଁ ରିପ୍ଲାଏ ମଧ୍ୟ ଦେବି ଏବଂ ଆପଣଙ୍କର ପ୍ରୋବ୍ଲେମକୁ ମୁଁ 100% ମୁଁ ସଲ୍ଭ କରିବି। ଏତିକି ଆପଣମାନଙ୍କୁ ମୁଁ ଗ୍ୟାରେଣ୍ଟି ଦେଉଛି। ଚାଲନ୍ତୁ ଫ୍ରେଣ୍ଡସ୍, ବେଶୀ ଡେରି ନ କରି ଭିଡ଼ିଓଟିକୁ ଆରମ୍ଭ କରିବା। ଲେଟ୍ସ ଷ୍ଟାର୍ଟ ନାଓ। ୟୁଟ୍ୟୁବରେ ବର୍ଷ ଯାଏଁ କାମ କରି ଆସୁଛନ୍ତି, ହେଲେ କିନ୍ତୁ ଆପଣଙ୍କ ଚ୍ୟାନେଲରେ 500 ମଧ୍ୟ ସବସ୍କ୍ରାଇବ୍ ପୂରେଇ ପାରୁନଥିବେ କି ଆପଣଙ୍କର ୱାଚ୍ ଟାଇମ୍ ମଧ୍ୟ 1000 ମଧ୍ୟ ପୂରେଇ ପାରୁନଥିବେ। ହେଲେ କିନ୍ତୁ ଫ୍ରେଣ୍ଡସ୍ ଆପଣମାନେ ଏହି ଭିଡ଼ିଓଟି ଦେଖିଲା ପରେ ନିହାତି ଭାବରେ ପୂରେଇ ପାରିବେ ବା ଆପଣଙ୍କ ଚ୍ୟାନେଲରେ 1000 ସବସ୍କ୍ରାଇବ୍ ଏବଂ 4000 ଘଣ୍ଟା ୱାଚ୍ ଟାଇମ୍ ମଧ୍ୟ ପୂରେଇ ଯିବ। ଏତିକି ତ ଆପଣମାନଙ୍କୁ ମୁଁ ଗ୍ୟାରେଣ୍ଟି ଦେଉଛି, ଯାହାକି ଆପଣମାନଙ୍କୁ କେହି ମଧ୍ୟ ବତେଇବେ ନାହିଁ ଫ୍ରେଣ୍ଡସ୍ ଏହି ଟ୍ରିକ୍ ଗୁଡ଼ିକ ଯାହାକି ମୁଁ ବତାଉଛି ଆପଣମାନଙ୍କୁ। ୟୁଟ୍ୟୁବରେ ଜଲ୍ଦି ସବସ୍କ୍ରାଇବ୍ ଯଦି ବଢ଼ି ଯଦି ଚାହୁଁଛନ୍ତି ତାହେଲେ ଦିନକୁ 2ଟି ଭିଡ଼ିଓ ବନାଇବାକୁ ପଡ଼ିବ। ଗୋଟିଏ ସର୍ଟ ଭିଡ଼ିଓ ବନାଇବାକୁ ପଡ଼ିବ ଏବଂ ଗୋଟିଏ ଲଙ୍ଗ ଭିଡ଼ିଓ ବନାଇବାକୁ ପଡ଼ିବ। କେଉଁ ସମୟରେ ଆପଣମାନେ ଅପଲୋଡ଼ କରିବେ ଆପଣମାନଙ୍କୁ ମୁଁ କହିଦେଉଛି। ସର୍ଟ ଭିଡ଼ିଓକୁ ସକାଳର 7ଟା ସମୟରେ ଆପଣମାନେ ଅପଲୋଡ଼ କରି ନେବେ ଏବଂ ଲଙ୍ଗ ଭିଡ଼ିଓକୁ ସନ୍ଧ୍ୟାର 6ଟା ସମୟରେ ଅପଲୋଡ଼ କରି ନେବେ। ଆପଣମାନଙ୍କୁ ମୁଁ ଟାଇମ୍ କାହିଁକି ଦେଉଛି ଏବଂ ସର୍ଟ ଭିଡ଼ିଓ ଏବଂ ଲଙ୍ଗ ଭିଡ଼ିଓ କାହିଁକି ଅପଲୋଡ଼ କରିବାକୁ କହୁଛି, କାହିଁକି ନା କି ସକାଳ 7ଟା ସମୟରେ ସମସ୍ତ ଲୋକମାନେ ମୋବାଇଲରେ ଭିଡ଼ିଓ ଦେଖିବାକୁ ପସନ୍ଦ କରନ୍ତି ବା ସମସ୍ତଙ୍କ ହାତରେ ମୋବାଇଲ ଥାଏ, ଯାହାଦ୍ୱାରା କି ଆପଣଙ୍କର ଭିଡ଼ିଓକୁ ମଧ୍ୟ ସେମାନେ ଦେଖିବାକୁ ପସନ୍ଦ କରିବେ, ତାଙ୍କ ସ୍କ୍ରିନରେ ଯେତେବେଳେ ଦେଖାଯିବ। ସେଥିପାଇଁ ଆପଣମାନେ ଗୋଟେ ସର୍ଟ ଭିଡ଼ିଓକୁ ନିହାତି ଭାବରେ ଅପଲୋଡ଼ କରନ୍ତୁ। ସର୍ଟ ଭିଡ଼ିଓକୁ ଯାହାକି ୟୁଟ୍ୟୁବ ବହୁତ ବୁଷ୍ଟ କରିଥାଏ ବା ବହୁତ ଲୋକମାନେ ରିଲ୍ ମଧ୍ୟ ଦେଖିବାକୁ ପସନ୍ଦ କରନ୍ତି ବା ସର୍ଟ ଭିଡ଼ିଓ ଦେଖିବାକୁ ପସନ୍ଦ କରନ୍ତି। ଆପଣମାନେ ସର୍ଟ ଭିଡ଼ିଓ ଏମିତି ବନାନ୍ତୁ କି ଯାହାକି ଗୋଟେ ଲଙ୍ଗ ଭିଡ଼ିଓରେ 10 ମିନିଟ୍ ଭିତରେ ଯାହାକି ବୁଝିବାକୁ ମିଳିଥାଏ ତାହାକୁ ଆପଣମାନେ 10 ବା 15 ସେକେଣ୍ଡରେ ବୁଝିବାକୁ ଚେଷ୍ଟା କରନ୍ତୁ ବା ବତାଇବାକୁ ଚେଷ୍ଟା କରନ୍ତୁ, ଯାହାଦ୍ୱାରା କି ଆପଣଙ୍କର ସର୍ଟ ଭିଡ଼ିଓଟି ନିହାତି ଭାବରେ ବୁଷ୍ଟ କରିଯିବ ଏବଂ ଭାଇରାଲ ମଧ୍ୟ ହେଇଯିବ। ଆପଣଙ୍କର ଭିଡ଼ିଓରେ ଯଦି କିଛି ନା କିଛି ଯଦି ମିଳୁଥିବ ଆପଣଙ୍କର ଅଡିଏନ୍ସ ମାନଙ୍କୁ ବା ଶିଖିବାକୁ ଯଦି ମିଳୁଥିବ ତାହେଲେ ନିହାତି ଭାବରେ ଆପଣଙ୍କର ଚ୍ୟାନେଲକୁ ମଧ୍ୟ ସବସ୍କ୍ରାଇବ୍ କରିବେ ଏବଂ ଆପଣଙ୍କର ଭିଡ଼ିଓକୁ ମଧ୍ୟ ୱାଚ୍ କରିବେ ବା ଆପଣଙ୍କର ଭିଡ଼ିଓକୁ ସେୟାର ମଧ୍ୟ କରିବେ ଏବଂ ଲାଇକ୍ ମଧ୍ୟ କରିବେ। ଏତିକି ଯଦି ଆପଣଙ୍କର ଭିଡ଼ିଓରେ ଯଦି ମିଳିଯାଏ ନା ତାହେଲେ ଆପଣଙ୍କର ଭିଡ଼ିଓ ତ ନିହାତି ଭାବରେ ଭାଇରାଲ ହେଇଯିବ ଆଉ ମିଲିୟନରେ ଭ୍ୟୁ ଆସିଯିବ। ସେଥିପାଇଁ ଫ୍ରେଣ୍ଡସ୍ ଆପଣମାନେ ସର୍ଟ ଭିଡ଼ିଓକୁ ଏମିତି ଏନଗେଜିଂ ବନାନ୍ତୁ, ଯାହାଦ୍ୱାରା କି ଆପଣଙ୍କର ଭିଡ଼ିଓଟି ନିହାତି ଭାବରେ ବୁଷ୍ଟ ହେଇଯିବ ଏବଂ 1000 ସବସ୍କ୍ରାଇବ୍ କଣ 10,000 ସବସ୍କ୍ରାଇବ୍ ମଧ୍ୟ ଆସିଯିବ ଗୋଟିଏ ମାସ ଭିତରେ। ସେଇ ସନ୍ଧ୍ୟା 6ଟାରେ ସମସ୍ତ ଲୋକମାନେ ଫ୍ରି ଥାନ୍ତି ଏବଂ ସମସ୍ତ ଲୋକମାନେ ରିଲାକ୍ସ ହେଇକି ବସନ୍ତି ଏବଂ କିଛି ନା କିଛି ଭିଡ଼ିଓ ଦେଖନ୍ତି ଆଉ ମୋବାଇଲରେ କିଛି ନା କିଛି ଭିଡ଼ିଓ ଦେଖିବା ସେମାନେ ପସନ୍ଦ କରନ୍ତି, ଯାହାଦ୍ୱାରା କି ଆପଣମାନେ ଯଦି ସେ ସମୟରେ ଯଦି ଭିଡ଼ିଓ ଯଦି ପବ୍ଲିଶ ଯଦି କରିବେ ଆପଣଙ୍କର ଅଡିଏନ୍ସ ମାନଙ୍କ ପାଖକୁ ଯଦି ଭିଡ଼ିଓ ଯଦି ପହଞ୍ଚି ଯଦି ପାରିବ ସେ ସମୟରେ ବା ଆପଣଙ୍କର ଭିଡ଼ିଓର ନୋଟିଫିକେସନ୍ ଯଦି ଯିବ ତାହେଲେ ନିହାତି ଭାବେ କ୍ଲିକ୍ କରିକି ଦେଖି ନେବେ। ସେଥିପାଇଁ ଫ୍ରେଣ୍ଡସ୍ ଆପଣମାନେ ସେ ସମୟରେ ହିଁ ଅପଲୋଡ଼ କରନ୍ତୁ। 6 ବା ଆପଣମାନେ 7ଟା ମଧ୍ୟରେ ହିଁ ଆପଣମାନେ ଅପଲୋଡ଼ କରି ନିଅନ୍ତୁ, କାହିଁକି ନା ସେ ସମୟରେ ସମସ୍ତ ଲୋକମାନେ ଫ୍ରି ଥାନ୍ତି ବା ଭିଡ଼ିଓ ଦେଖନ୍ତି। ଆପଣମାନେ ଭାବୁଥିବେ କି ଆମେ ଏହି ସମୟରେ କାହିଁକି ଭିଡ଼ିଓଟି ଅପଲୋଡ଼ କରିବୁ, ବାକି ସମୟରେ ଅପଲୋଡ଼ କଲେ ମଧ୍ୟ ଆମର ଅଡିଏନ୍ସ ମାନେ ଦେଖି ନେବେ, ଆପଣମାନେ ଏହା ମଧ୍ୟ ଭାବୁଥିବେ। ସେମିତି ନାହିଁ ଫ୍ରେଣ୍ଡସ୍, ସେମିତି କଲେ ମଧ୍ୟ ଦେଖିବେ, ହେଲେ କିନ୍ତୁ ଆପଣଙ୍କର ଭିଡ଼ିଓକୁ ବୁଷ୍ଟ ଦେବ ନାହିଁ। ଆପଣମାନେ ଯେଉଁ ସମୟରେ ଅପଲୋଡ଼ କରୁଛନ୍ତି ବା ପବ୍ଲିଶ କରି ଦେଉଛନ୍ତି ଆପଣଙ୍କର ଭିଡ଼ିଓଟି ଯେତେବେଳେ ରେକମେଣ୍ଡରେ ପଳେଇ ଯାଉଛି ସେ ସମୟରେ ଯଦି ସାଙ୍ଗେ ଯଦି କ୍ଲିକ୍ ଯଦି କରୁଛନ୍ତି ଆପଣଙ୍କର ଅଡିଏନ୍ସ ମାନେ ବା ସବସ୍କ୍ରାଇବର ମାନେ, ତାହେଲେ ଆପଣଙ୍କର ଭିଡ଼ିଓକୁ ବହୁତ ରିଚ୍ ଦେଇଥାଏ ବା ବହୁତ ଅଡିଏନ୍ସ ମାନଙ୍କୁ ଆହୁରି ଦେଖାଇଥାଏ। ସେଥିପାଇଁ ଆପଣମାନଙ୍କର ଭିଡ଼ିଓକୁ ଯେମିତି ପବ୍ଲିଶ ହେଉଛି ସେମିତି ଯେତେ ଲୋକମାନେ ଆପଣଙ୍କର ଭିଡ଼ିଓକୁ ୱାଚ୍ କରିବେ ସେତିକି ଆପଣଙ୍କର ଭିଡ଼ିଓଟି ରିଚ୍ରେ ଯିବ ବା ଭାଇରାଲ ମଧ୍ୟ ହେବ। ସେଥିପାଇଁ ଆପଣମାନେ ଗୋଟେ ଟାଇମ୍ ଟେବୁଲ ବନେଇ ନିଅନ୍ତୁ ଏବଂ ସେ ସମୟ ଅନୁଯାୟୀ ଆପଣମାନେ ଭିଡ଼ିଓଟିକୁ ପବ୍ଲିଶ କରି ନେବେ। ଏମିତି ଭିଡ଼ିଓଟି କଣ୍ଟିନ୍ୟୁ ବନାଇ ଚାଲନ୍ତୁ ଏବଂ କନସିଷ୍ଟେନ୍ସି ରଖନ୍ତୁ ଏବଂ ଡେଲି ଭିଡ଼ିଓ ବନାଇବାକୁ ଚେଷ୍ଟା କରନ୍ତୁ ଏବଂ ଠିକ୍ ସମୟ ଅନୁଯାୟୀ ଆପଣମାନେ ଭିଡ଼ିଓଟିକୁ ଅପଲୋଡ଼ କରି ନେବେ ବା ପବ୍ଲିଶ କରି ନେବେ।
ଏହି ଭିଡ଼ିଓଟି ଯଦି ଭଲ ଲାଗିଛି ନିହାତି ଭାବରେ ଗୋଟେ ଲାଇକ୍ କରିବେ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିକି ରଖିବେ ଏବଂ ନିଜର ସାଙ୍ଗମାନଙ୍କୁ ସେୟାର କରିଦେବେ ଯାହାଦ୍ୱାରା କି ସେମାନେ ମଧ୍ୟ ଜାଣିପାରିବେ କେମିତି ସବସ୍କ୍ରାଇବ୍ଟି ବଢ଼ାଇବେ ଯଦି ନାହିଁ ଚାଲନ୍ତୁ ଫ୍ରେଣ୍ଡସ୍ ବି ଆମେ ନେକ୍ସଟ ଭିଡ଼ିଓରେ ଦେଖା